ଶୀତ ଦିନ ହବ ମାନେ ବହୁତ ଭଲ ଭଲ ଗଛ ନର୍ସରୀକୁ ଆସିଥାଏ। ଆଉ ସେବତୀ ଉପରେ ତ କୁହନ୍ତୁନି, ବହୁତ ବଢ଼ିଆ ବଢ଼ିଆ କଲେକ୍ସନ୍ ଆସେ। କଲର୍ ଉପରେ ତ ବହୁତ ହି ଡିଫରେଣ୍ଟ ଆସେ। କିନ୍ତୁ ସେ ଯେହେତୁ ଛୋଟ ଚାରା ଆମେ କିଛିଟା ଜାଣିପାରନ୍ତିନି, କିଛିଟା ନେଇ ଆସିଥାନ୍ତି। ଆଉ ଫୁଲ ଫୁଟିଲା ପରେ ହିଁ ଆମକୁ ଖୁସି ଲାଗିଥାଏ ଯଦି ବଢ଼ିଆ ଫୁଲ ଫୁଟିଲା। ଠିକ୍ ସେଇଭଳି ଏଥର ମୁଁ ଗୋଟେ ବହୁତ ଛୋଟ ଚାରାଟେ ଆଣିଥିଲି ତାକୁ 25 ଟଙ୍କା ଦେଇକି। ଆଉ ସେ ଗଛଟା କ'ଣ ଫୁଲ ଫୁଟିବ ଜାଣିନଥିଲି। ଆଉ ଫୁଲ ଫୁଟିବାକୁ 2 ସପ୍ତାହ ଲାଗିଥିଲା ଏଇ ଗଛର। କାରଣ ୟାର ଗଛର କଢ଼ ଗୁଡ଼ାକ ବହୁତ ହି ଟୁପକା ଟୁପକା ଆସିଥିଲା, ଯାହାକୁ ଅପେକ୍ଷା କରି କରି 2 ସପ୍ତାହ ବିତିଯାଇଥିଲା। ତାପରେ ଫୁଲ ଫୁଟିଥିଲା ଏଇଭଳି ଭାବରେ। ଆଉ ୟାର ଫୁଲର ପାଖୁଡ଼ା ଗୁଡ଼ାକ ବି ସେମିତି କିଛି ଖାସ୍ ନୁହଁ, କେମିତି ଗୋଟେ ଗୁଟୁଳା ଟାଇପ୍‌ର ହେଇକି ରହୁଛି। ଭଲ ପୁରଷ୍ଟ ଭାବରେ ଖୁଲୁନାହିଁ। ବୋଧହୁଏ ପୋଟର ସାଇଜ୍ ବୋଧହୁଏ ତାକୁ ହେଲାନି କି କ'ଣ କାଫି ଭାବରେ। ତ ସେଥିପାଇଁ ବୋଧହୁଏ ସେ ପାଖୁଡ଼ା ଖୋଲିବାରେ ଲେଟ୍ କରୁଛି। କିମ୍ବା ହଉଛି ତାକୁ ଭଲ ମାଟି ମିଳିଲାନି ସଫିସିଏଣ୍ଟ, ଯୋଉଥିପାଇଁ ପାଖୁଡ଼ା ଗୁଡ଼ାକ ଗୁଟୁଳା ହେଇଯାଉଛି। ମୁଁ ସେଟା ବି ଜାଣିନି କି ତାର ସେଇଭଳି ଭାବରେ ତାର ଡିଜାଇନଟା ହିଁ ସେମିତି। କ'ଣ ଆପଣ ଯଦି ଏଇଭଳି କିଛି ସେବତୀ ଗଛ ଲଗେଇଛନ୍ତି ସିଓର କହିବେ। ତ ମୁଁ ତ ଜାଣିନି, କିନ୍ତୁ ଏଇ ସେବତୀ ଗଛଟା ଦେଖିଲେ ମୋତେ ଭାରି ଅଜବ ଲାଗୁଛି। କିନ୍ତୁ ଦେଖିବାକୁ କିନ୍ତୁ ବହୁତ ସୁନ୍ଦର ଲାଗୁଛି। ତ ସେଥିପାଇଁ ୟାର କଲେକ୍ସନଟା ମୁଁ ହଉଛି ଡାଳ କେନା କାଟିକି ତ ଲଗେଇଥାନ୍ତି, କିନ୍ତୁ ଏଇଟା ହାଇବ୍ରିଡ କହିଥିଲେ ବୋଲି ମୁଁ ରଖିଥାନ୍ତି। କିନ୍ତୁ ୟାର ଦେଶୀ ଭଳିଆ ନା ବହୁତ ସାରା କେନା ବାହାରିଲା। ଯୋଉ କେନା ଦେଖିକି ଆହୁରି ଅଧିକ ମୋତେ ଖୁସି ଲାଗିଲା। କାରଣ ଏଇ କେନା ଗୁଡାକୁ ମୁଁ ଆଉ କିଛି କାଟିକିନା ବହୁତ ଗୁଡ଼ିଏ ଗଛ କରିପାରିବି। ଆଉ ୟାର କଲର୍ ହଉଛି ଯାହା ହଉ ହଳଦିଆ ରଙ୍ଗ ତ ବହୁତ ଭଲ ଲାଗୁଛି। କିନ୍ତୁ ୟାର ପାଖୁଡ଼ା ଗୁଡ଼ା ଟିକେ ଗୁଟୁଳା ହଉଛି ବୋଲି ମନ ଦୁଃଖ। ନହେଲେ ଫୁଲଟା ବହୁତ ସୁନ୍ଦର ଦେଖାହଉଛି। ତା ସାଥିରେ ଏଇ ଗଛର ସବୁ ଫୁଲ ଆଜି ମୁଁ ବାଛିକି କାଟି ଦେଇଛି ଯେତିକି ମଉଳା ଫୁଲ ଥିଲା। ଆଉ ଆପଣ ଚାହିଁଲେ ୟାକୁ ବହୁତ ଦିନ ପର୍ଯ୍ୟନ୍ତ ରଖିପାରିବେ। ଆଉ ସେବତୀ ଗଛର ପ୍ରଥମ କଥା ହେଲା ଫୁଲ ଫୁଟିବା ଆରମ୍ଭ ନଭେମ୍ବର ଲାଷ୍ଟରୁ, କାହିଁକିନା ଏଇଟା ଯେହେତୁ ଗୋଟେ ଶୀତ ଦିନିଆ ଚାରା। ତ ସେଥିପାଇଁକା ଏଇଟା ନଭେମ୍ବର ଲାଷ୍ଟରୁ ଫୁଟିବା ଆରମ୍ଭ କରିକି ପୁରାପୁରି ଆପଣଙ୍କର ମାର୍ଚ୍ଚ ମାସ ଯାଏ ଆପଣ ଫୁଲ ପାଇପାରିବେ। ତ